ନବମସ୍କନ୍ଦ ଦ୍ୱାଦଶ ଅଧ୍ୟାୟ। ଶ୍ରୀଶୁକ ଉବାଚ। ଏ ଶ୍ରୀ ରଘୁନାଥଙ୍କ ସନ୍ତତି ଶୁଣ ରାଜନ ମୟୀପତି। ଅତିଥି କୁଶର ନନ୍ଦନ ନିଷଦ ତାର ଘରେ ଜନ୍ମ। ନଭ ତାର ହୁଏ ସୁତ ତା ପୁତ୍ର ପୁଣ୍ଡରୀକ ଖ୍ୟାତ। ତା ପୁତ୍ର କ୍ଷମ ଧାନ ନାମ ରୂପେ ସୁନ୍ଦର ଅନୁପମ। ତାର ତନୟ ଦେବା ନିଜ ନିୟ ତାର ପୁତ୍ର ଏକ। ତାର ତନୟ ପାରିପାତ୍ର ବଳସ୍ଥୂଳ ନାମ ତା ସୁତ। ତାର ସନ୍ତତି ବଜ୍ର ନାବ ଅର୍କଂଶରୁ ସେ ସମ୍ଭବ। ଅଗଣ ତାହାର ତନୟ ବିଧୃତି ତାର ବୀର୍ଯ୍ୟ ହୁଏ। ଜନ୍ୟ ନାବ ତା ସନ୍ତତି ଯୋଗ ବିଦ୍ୟାରେ ଯାର ଶାନ୍ତି। ଗୁରୁ ଯାହାର ଜୈମିନୀ ଯା ତେଜେ ଯୋଗ ସିଦ୍ଧ ଜ୍ଞାନୀ। ନିତ୍ୟ ଅଭ୍ୟାସ ଚାରି ବେଦେ ତେଜେ ହୃଦୟ ଗ୍ରନ୍ଥି ବେଦେ। ଯାଠାରୁ ଯାଜ୍ଞ ବକ୍ୟ ଋଷି ଯୋଗ ବିଦ୍ୟା ନିତ୍ୟ ଅଭ୍ୟାସୀ। ଏ ପୁଷ୍ପ ତାହାର ହୁଏ ସୁତ ଧ୍ରୁବ ସହିତ ତା ତହୁଁ ଜାତ। ତାର କୁମର ସୁଦର୍ଶନ ଯା ପୁତ୍ର ହୁଏ ଅଗ୍ନିବର୍ଣ୍ଣ। ଅଗ୍ନିବର୍ଣ୍ଣର ଶୀଘ୍ର ନାମ ପୁତ୍ର ଜନ୍ମିଲା ଅନୁପମ। ମରୁ ଅଗ୍ନିବର୍ଣ୍ଣ ତନୟେ ସେ ନିତ୍ୟ ଯୋଗ କର୍ମ ପାଏ। କଳାପି ଗ୍ରାମେ ବସି ଧ୍ୟାନେ ଯନ୍ତ୍ରିତ ନିତ୍ୟ ତତ୍ତ୍ୱ ଜ୍ଞାନେ। ଏ ଯୋଗ ସାଧଇ ଯେବା ଅର୍ଥେ ଶୁଣ କହିବା ତୋ ଅଗ୍ରତେ। ଏ କଳିର ଅନ୍ତେ ସୂର୍ଯ୍ୟ ବଂଶ ସେ ପୁଣି କରିବ ପ୍ରକାଶ। ପଶୁ ଶ୍ରୁତ ଯେ ତା ତନୟ ସନ୍ଧି ତା ଠାରୁ ଜନ୍ମ ହୁଏ। ସନ୍ଧିର ପୁତ୍ର ଅମର୍ଷଣ ତାର ତନୟ ମହାଶ୍ୱାନ। ଏ ତହୁଁ ବିଶ୍ୱବାହୁ ସମ୍ଭୂତ ପ୍ରସେନଜିତ ତାର ସୁତ। ସୈନ୍ୟଜିତ ତହୁଁ ଜାତ ତକ୍ଷକ ନାମେ ହୁଏ ସୁତ। ଏ ବୃହଦ ବଳ ତାର ସୁତ ଯେ ପିତା ଅର୍ଥେ ରଣେ ହତ। ଇକ୍ଷ୍ୱାକୁ ବଂଶେ ଯେତେ ରାଜା ଧର୍ମେ ପାଳିଲେ ଜନ ପ୍ରଜା। ଶୁଣ ପରୀକ୍ଷକ ହୁଏ ଏବେ ଭବିଷ୍ୟ ଯେତେ ଉପୁଜିବେ। ଏ ବୃହଦ ବଳର ପୁତ୍ର ଶୁଣ ନାମ ହୋଇଣ ବୃହଦ୍ରୁଣ। ତହୁଁ ସମ୍ଭବେ ଉରୁତ୍ରୟ ବସୁ ବୃଧ ନାମେ ତନୟ। ତାର କୁମର ପ୍ରତିଭୋମ ଭାନୁ ନାମେ ତାର ନନ୍ଦନ। ଏ ଦିବାଜ ତାର ସନ୍ତତି ସେ ହେବ ଯୁଧେ ସେନାପତି। ତା ପୁତ୍ର ହେବ ସହଦେବ ତହୁଁ ବୃହତସ୍ୱ ସମ୍ଭବ। ଏ ତାର କୁମର ଭାନୁମାନ ପ୍ରତିକଣ୍ଠ ତାର ନନ୍ଦନ। ତା ସୁତ ସୁପ୍ରତୀକ ହେବ ତହୁଁ ଉଭବ ମରୁଦେବ। ଏ ତା ଅନ୍ତେ ହେବ ସୁନକ୍ଷତ୍ର ପୁଷ୍କର ହେବ ତାର ସୁତ। ଅନ୍ତରିକ୍ଷ ତାର ସନ୍ତତି ତହୁଁ ସୁତ ପାଉଥପତି। ମିତ୍ରଜିତ ତା ଅନୟ ବୃହଦ୍ୱାଜ ତାର ତନୟ। ତହୁଁ ବୈରୀ ହେବ ଉଦୟ ତା ସୁତ ହେବ କୃତଞ୍ଜୟ। ତାର ସନ୍ତାନ ରଣଜୟ ତା ସୁତ ହୋଇବ ସଞ୍ଜୟ। ତା ସୁତ ଶାକ୍ୟ ନାମେ ଖ୍ୟାତ ସୂର୍ଯ୍ୟୋଦ ତାହାର ଅପତ୍ୟ। ଲାଙ୍ଗୁଳ ତାହାର କୁମର ପ୍ରସେନଜିତ ସୁତ ତାର। ରଶ୍ମକ ତାହାର ସନ୍ତତି ତହୁଁ ସୁରଥ ଉତପତି। ମିତ୍ର ତାହାର ତନୟ ବୃହତ୍ତବକର ଏ ଅନୟ। ଇକ୍ଷ୍ୱାକୁ ବଂଶେ ରାଜା ଏତେ ତତେ କହିଲେ ଭବିଷ୍ୟତେ। ସୁମିତ୍ର ଅନ୍ତେ କଳି ଯୁଗେ ଯେତେ ନୃପତି କଲେ ଭୋଗେ। କହି ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ। ଆଦିତ୍ୟ ବଂଶାନୁଚରିତ ଯେ ବାଭୂତ ଭବିଷ୍ୟତ। ତାଙ୍କ ଜନ୍ମ ଏ ସଂସାରେ ଶୁଣନ୍ତେ ସର୍ବ ପାପ ହରେ। ଏଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତେ 82 ନବମ ସ୍କନ୍ଧେ ବଂଶାନୁଚରିତେ ନାମ ଦ୍ୱାଦଶ ଅଧ୍ୟାୟ। ବୋଲ ବନ୍ଦେ ଏକ ବାର ହରି ହରି ବୋଲ।